ଜୟ ମା ମଙ୍ଗଳା। ଲାଲ ରଙ୍ଗର ପରିଧାନ କରୁଥିବା ବ୍ୟକ୍ତି ସ୍ୱଭାବ କିପରି ଏବଂ ତାଙ୍କର ପ୍ରତିକାରକ କ'ଣ? ଉଗ୍ରତାର ପ୍ରତିକାରକ ଏବଂ ଏହି ବ୍ୟକ୍ତି ଶୀଘ୍ର ଉତ୍ତେଜିତ ହେବା, କ୍ରୋଧିତ ହେବା ଏବଂ କୋହଳପ୍ରିୟ ହେବାର ସମ୍ଭାବନା ଅଧିକ ଥାଏ ଏବଂ ଥଣ୍ଡା, ଇସନଫୁଲିଆ ଦୂର କରିଥାଏ। ଗଣ୍ଠିବଥା, କ୍ଷତଗାତ ଆଦି ରୋଗ ମଧ୍ୟ ଏହି ରଙ୍ଗ ଦ୍ୱାରା ଭଲ ହୋଇଥାଏ। ତେବେ ସଂକ୍ରାମକ ରୋଗ ପାଇଁ ଏହି ରଙ୍ଗ କ୍ଷତିକାରକ। ଯେଉଁମାନଙ୍କ ଶରୀରରେ ଲାଲ ରଙ୍ଗର ଅଭାବ ରହୁଛି ସେମାନେ ଗାଜର, ଖଜୁରୀ, ଡାଳିମ୍ବ, ପାଚିଲା ବିଲାତି, ଗୋଲମରିଚ, ରସୁଣ, ମୂଳା, ତରଭୁଜ, ବନ୍ଧାକୋବି, ଗହମ ଚୋକଡ଼, କାଣ୍ଡିଆ, କୁଣ୍ଡା, ଜୁଆଣି ଆଦି ଖାଇଲେ ସେ ରଙ୍ଗର ଭରଣା ହୋଇପାରିବେ। ତ ଏହା ମାନି ଚଳିଲେ ଆପଣଙ୍କର ଉପକାର ହେବ। କମଳା ରଙ୍ଗର ପରିଧାନ କରୁଥିବା ବ୍ୟକ୍ତି କିପରି? ଏହି ରଙ୍ଗକୁ ଜୀବନ ଶକ୍ତି, ଊର୍ଜ ଏବଂ ତ୍ୟାଗ, ସମୃଦ୍ଧି ଏବଂ ବଳିଦାନର ପ୍ରତୀକ ମନେ କରାଯାଏ। ମଧ୍ୟ କବି, ଲେଖକ ଏବଂ ବିଚାରବନ୍ତ ଲୋକମାନେ ପ୍ରାୟତଃ ଏହି ରଙ୍ଗକୁ ହିଁ ପସନ୍ଦ କରିଥାନ୍ତି ଏବଂ ଗ୍ୟାସ୍ ଦୂର ହୋଇଥାଏ ଏବଂ ବୃକ୍କ ଏବଂ ପିତ୍ତଳରେ ପଥର ସୃଷ୍ଟି ହୋଇଥିଲେ ତାକୁ ଖସାଇବାରେ ସାହାଯ୍ୟ ମଧ୍ୟ କରିଥାଏ। ଏବଂ ହଳଦିଆ ରଙ୍ଗର ବ୍ୟକ୍ତି କିପରି ହୋଇଥାନ୍ତି? ଏହି ରଙ୍ଗର ଜ୍ଞାନ, ଆଧ୍ୟାତ୍ମିକତା, ବିଶେଷ କରି ପ୍ରେମ ଭାବ ଏବଂ କୁଳୀନତା ଆଦିକୁ ବ୍ୟକ୍ତ କରନ୍ତି। ହଳଦିଆ ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତିମାନଙ୍କର ବୁଦ୍ଧି ଯେମିତି ପ୍ରଖର ହୋଇଥାଏ, ସ୍ମରଣ ଶକ୍ତି ସେମିତି ତୀବ୍ର ହୋଇଥାଏ। ଏହି ବ୍ୟକ୍ତିମାନେ ପ୍ରେମ ଭାବ ସମ୍ପନ୍ନ ହୋଇଥିବାରୁ ମେଳାପୀ ହୋଇଥାନ୍ତି ଏବଂ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି। ଭାରାକ୍ରାନ୍ତି ମସ୍ତିଷ୍କ ହାଲକା ଲାଗେ ଏବଂ ବୋକା ଲୋକଙ୍କ ପାଇଁ ଏହି ରଙ୍ଗ ଏକ ଫଳପ୍ରଦ ଔଷଧ। ଏହି ରଙ୍ଗର ପରିମାଣ ଅଧିକ ହେଲେ ବାନ୍ତି ମଧ୍ୟ ଲାଗିଥାଏ। ମାନସିକ ବିକୃତି ପ୍ରକାଶ ପାଏ। ଯେଉଁମାନଙ୍କ ଶରୀରରେ ଏହି ରଙ୍ଗ ଅଭାବ ରହୁଛି ସେମାନେ ହଳଦୀ, ପାଚିଲା ଅମୃତଭଣ୍ଡା, କଖାରୁ ଫୁଲ, ମୂଳା, ଫୁଟି କାକୁଡ଼ି, ଶାଲଗମ ଇତ୍ୟାଦି ବିଶେଷ ମାତ୍ରାରେ ଖାଇବା ଉଚିତ ଏବଂ ଅରନ୍ଧା ଖାଦ୍ୟ ଅପକ୍ୱ ଭୋଜ ହେବା ବାଞ୍ଛନୀୟ। ତ ଏହାକୁ ମାନିଲେ ଆପଣଙ୍କର ମଙ୍ଗଳ ହେବ। ସବୁଜ ରଙ୍ଗର ପରିଧାନ କରୁଥିବା ବ୍ୟକ୍ତି କିପରି? ଏହି ରଙ୍ଗ ହଳଦୀ ଏବଂ ନୀଳ ରଙ୍ଗର ମିଶ୍ରଣ ହୋଇଥିବାରୁ ଏହାକୁ ଦ୍ୱୈତ ବିଚାର ସମ୍ପନ୍ନ ରଙ୍ଗ କୁହାଯାଏ ଏବଂ ସବୁ ରଙ୍ଗର ରାଣୀ କୁହାଯାଏ। ବିବକ୍ଷ କ୍ଳାନ୍ତି, ସତେଜତା, ଚଞ୍ଚଳତା, ସ୍ଫୂର୍ତ୍ତି ଏବଂ ଆରାମ ପ୍ରଭୃତି ଉଭୟ ଗୁଣର ଅଦ୍ଭୁତ ମିଶ୍ରଣ ଏହି ରଙ୍ଗର ପ୍ରତୀକ। ତ ସେମାନଙ୍କୁ ସର୍ଦ୍ଦି, ଜ୍ୱର, ସ୍ନାୟୁ ଦୁର୍ବଳତା, ଇସନଫୁଲିଆ, ଏଞ୍ଚା, ମ୍ୟାଲେରିଆ ପ୍ରଭୃତି ରୋଗ ସହଜରେ ଆକ୍ରମଣ କରେ ନାହିଁ। ଯେଉଁମାନଙ୍କ ଶରୀରରେ ଏହି ରଙ୍ଗର ଅଭାବ ରହୁଛି ସେମାନେ ଅଁଳା, ଲିମ୍ବ, ହରିଡ଼ା, କାକୁଡ଼ି, କାଗଜ ଲେମ୍ବୁ, ବିଭିନ୍ନ ଶାଗ, ଦ୍ୱିବପତ୍ରିଆ, ଗହମ ଗଛର ରସ ପିଇବା ଉଚିତ ହେବ। ଏହାକୁ ମାନିଲେ ଆପଣଙ୍କର ମଙ୍ଗଳ ହେବ। ତ ନୀଳ ରଙ୍ଗର ପରିଧାନ କରୁଥିବା ବ୍ୟକ୍ତି କିପରି? ଏହା ଏକ ଆଧ୍ୟାତ୍ମିକ ରଙ୍ଗ। ଏହା ଶାନ୍ତି, ଶୀତଳତା, ସହିଷ୍ଣୁତା, ତ ଶୁଦ୍ଧତା, ସତିକା ସ୍ନେହ ଏବଂ ବୈରାଗ୍ୟର ପ୍ରତୀକ ଅଟେ। ତ ଏହି ରଙ୍ଗକୁ ଉପାସ୍ୟ ବା ଆରାଧ୍ୟ ଭଗବାନଙ୍କର ପ୍ରତୀକ ମଧ୍ୟ ମନେ କରାଯାଏ। ରାମ, କୃଷ୍ଣ, ବିଷ୍ଣୁ, ନୀଳକଣ୍ଠ ଆଦି ସାକାର ମୂର୍ତ୍ତି ଗଢ଼ି ତାଙ୍କର ରଙ୍ଗ ମଧ୍ୟ ନୀଳ କରିଛନ୍ତି। ସେହିସବୁ ମୂର୍ତ୍ତି ମାଧ୍ୟମରେ ନୀଳ ରଙ୍ଗର ପ୍ରତି ଲୋକଙ୍କ ଧ୍ୟାନ ଏବଂ ଶୁଭଦୃଷ୍ଟି ଆକର୍ଷଣ କରିଛନ୍ତି। ତ ଏହି ରଙ୍ଗର ପରିଧାନ କରୁଥିବା ବ୍ୟକ୍ତି, ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ସ୍ଥିରଚିତ୍ତ ଏବଂ ଶାନ୍ତିପ୍ରିୟ ହୋଇଥାନ୍ତି ଏବଂ
ଏହି ରଙ୍ଗର ପରିଧାନ କରୁଥିବା ବ୍ୟକ୍ତି ଲାଲ ରଙ୍ଗ ଧାନ କଲେ ଏସବୁ ଦୂର ଦୋଷ ହୋଇଥାଏ। କଫ, ନାକରୁ ସର୍ଦ୍ଦି ବାହାରିବା, ଆଣ୍ଠୁ ଗଣ୍ଠି ବାତ, ପକ୍ଷାଘାତ ଆଦି ରୋଗରେ ଏହି ରଙ୍ଗ ବ୍ୟବହାର କରିବା ଠିକ୍ ନୁହେଁ। ଯେଉଁମାନଙ୍କ ଶରୀରରେ ଏହି ରଙ୍ଗର ଅଭାବ ରହୁଛି ସେମାନେ ନିଶ୍ଚିତ ତୁଳସୀ, ଥାଲକୁଡ଼ି, ବ୍ରାହ୍ମୀ, ଶତାବରୀ, ଅଙ୍ଗୁରି, ବିଭିନ୍ନ ଫଳ ଏବଂ ପତ୍ରର ରସ ଖାଇବା ଉଚିତ। ଲୁଣର ପରିମାଣରୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଚିନିକୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ଆବଶ୍ୟକ। ଏହା ମାନିଲେ ଆପଣଙ୍କର ମଙ୍ଗଳ ହେବ। ଘନ ନୀଳ ରଙ୍ଗ ବ୍ୟକ୍ତି କିପରି? ଘନ ନୀଳ ରଙ୍ଗ କହିଲେ ନୀଳ ରଙ୍ଗର ସାମାନ୍ୟ କଳା ରଙ୍ଗ ମିଶାଇବା। ତ ଏହି ରଙ୍ଗର ପରିଧାନ କରୁଥିବା ବ୍ୟକ୍ତି ମାନେ ନିଜକୁ ସଂସାର ଠାରୁ ଅଲଗା ବୋଲି ଭାବନ୍ତି। ତ ପରିମାଣ ସ୍ୱରୂପ ଏମାନେ ପ୍ରାୟତଃ ଅନ୍ତର୍ମୁଖୀ, ନିଜ ମଧ୍ୟରେ ମଗ୍ନ ଏବଂ ଏକାନ୍ତ ବିଳାସୀ। ତ ମାନସିକ ବଳ ପ୍ରଦାନ କରିବା ଏହାର ପ୍ରଧାନ ଗୁଣ। ବାଇଗଣୀ ରଙ୍ଗ ପରିଧାନ କରୁଥିବା ବ୍ୟକ୍ତି। ଏହି ରଙ୍ଗରେ ନୀଳ ରଙ୍ଗ ଅଧିକ ଏବଂ ଲାଲ ରଙ୍ଗ ଅଳ୍ପ ମାତ୍ରାରେ ଥାଏ। ତ ଏହି ରଙ୍ଗ ପରିଧାନ କରୁଥିବା ବ୍ୟକ୍ତି ଶୀତଳ ଏବଂ ଭେଷଜ। ସାଧାରଣତଃ ଏହି ରଙ୍ଗର ରହସ୍ୟାତ୍ମକ ଆଚରଣକାରୀ ବ୍ୟକ୍ତିମାନଙ୍କ ଅଧିକ ପସନ୍ଦ ଏବଂ ଏମାନଙ୍କ ସ୍ୱଭାବ ଏବଂ ଏମାନଙ୍କର ବ୍ୟବହାର ଏକ ବିଚିତ୍ର ରହସ୍ୟ ଦେଖାଯାଏ। ତ ସେଥିପାଇଁ ଏମାନଙ୍କୁ ଶୀଘ୍ର ଚିହ୍ନିବା ଅତ୍ୟନ୍ତ କଷ୍ଟକର। ତ ପ୍ରଳାପ, ପବନ, ବହୁମୂତ୍ର ତଥା ପ୍ରେମହ ରୋଗରେ ଏହା ମନ୍ତ୍ର ଶକ୍ତି ପରି ଫଳ ପ୍ରଦାନ କରିଥାଏ। ଯେଉଁମାନଙ୍କ ଶରୀରରେ ଏହି ରଙ୍ଗର ଅଭାବ ରହୁଛି ସେମାନେ ବାଇଗଣୀ ରଙ୍ଗଯୁକ୍ତ ଖାଦ୍ୟ ଅଧିକ ଖାଇବା ଆବଶ୍ୟକ। ଧଳା ରଙ୍ଗର ପରିଧାନ କରୁଥିବା ବ୍ୟକ୍ତି କିପରି? ଏହି ରଙ୍ଗ ଶାନ୍ତ ସ୍ୱଭାବ, ସହଯୋଗିତା, ଉଚ୍ଚ ବିଚାର, ତେଜସ୍ୱିତା ଏବଂ ସତ୍ତ୍ୱିକତାର ପ୍ରତୀକ। ଜଣେ ବିଦ୍ୱାନ ପଣ୍ଡିତ ଲେଖିଛନ୍ତି, ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ଠାରେ କୌଣସି ଜଟିଳତା ନଥାଏ। ଏମାନେ ଶାନ୍ତ, ସାତ୍ତ୍ୱିକ, ସ୍ପଷ୍ଟବାଦୀ ଏବଂ ଆଦର୍ଶବାଦୀ ଅଟନ୍ତି। ତ ଯେଉଁମାନେ ସାତ୍ତ୍ୱିକ ମନ୍ତ୍ର ଜପ କରନ୍ତି ସେମାନେ ଏହି ରଙ୍ଗଟିକୁ ଅଧିକ ପସନ୍ଦ କରିଥାନ୍ତି। ତ ଧଳା ରଙ୍ଗର ପରିଧାନ କରୁଥିବା ବ୍ୟକ୍ତି ଶାନ୍ତ ଅଟନ୍ତି ଏବଂ ଯେଉଁମାନେ ଅନ୍ଧକାରମୟ ଜୀବନରୁ ଆଲୋକମୟ ଜୀବନକୁ ଆସିବାକୁ ଚାହାନ୍ତି ସେମାନେ ଶୁଭ ବା ଶୁଭ୍ର ଜ୍ୟୋତିର ଧ୍ୟାନ କରିବା ଆବଶ୍ୟକ ଏବଂ ଧଳା ରଙ୍ଗର ବସ୍ତ୍ର ପିନ୍ଧିବା ଆବଶ୍ୟକ। ତ କଳା ରଙ୍ଗର ବ୍ୟକ୍ତି ପରିଧାନ କରୁଥିବା କିପରି? ପ୍ରକାଶରେ ରଙ୍ଗ ଧଳା ଏବଂ ଅନ୍ଧକାରର ରଙ୍ଗ କଳା ଅଟେ। ସେଥିପାଇଁ ଏହି ରଙ୍ଗ ଶ୍ୱେତ ରଙ୍ଗର ବିପରୀତ ଗୁଣ ପ୍ରକଟ କରେ। ଭାରତୀୟ ପରମ୍ପରାରେ ଏହି ରଙ୍ଗକୁ ଅଶୁଭ ମନେକରି ବର୍ଜନ କରିଥାଏ। ତ ଏହା ମଧ୍ୟ ନୈରାଶ୍ୟ ଏବଂ ପତନର ଦ୍ୟୋତକ। ଶ୍ୱେତ ରଙ୍ଗର ବିପରୀତ ଗୁଣ ପ୍ରକଟ କରେ। ଭାରତୀୟ ପରମ୍ପରାରେ ଏହି ରଙ୍ଗକୁ ଅଶୁଭ ମନେକରି ବର୍ଜନ କରିଥାନ୍ତି। ତ ଯେଉଁମାନେ ତାନ୍ତ୍ରିକ ରୀତିରେ ମନ୍ତ୍ର ସାଧନା କରୁଥାନ୍ତି ସେମାନେ ଧଳା ରଙ୍ଗ ଅପେକ୍ଷା କଳା ରଙ୍ଗକୁ ଅଧିକ ପସନ୍ଦ କରିଥାନ୍ତି। ସେମାନେ କୃଷ୍ଣ, ବର୍ଣ୍ଣା ଆଦି ମାତା କାଳୀଙ୍କର ପୂଜକ ହୋଇଥିବାରୁ ସବୁ ରଙ୍ଗର ମିଶ୍ରଣରୁ କଳା ରଙ୍ଗର ଉତ୍ପତ୍ତି ବୋଲି କହନ୍ତି। ତାଙ୍କର ଯୁକ୍ତ ହେଉଛି ସୃଷ୍ଟି ପୂର୍ବରୁ ଅଖିଳ ଚରାଚର ବିଶ୍ୱ ଅନନ୍ତ ଅନ୍ଧକାରରେ ଆଚ୍ଛନ୍ନ ଥିଲା। ତ ଏହି ରୂପେ ଜଗତର ଆଦି ରୂପ ଅଟେ। ସେହି କଳା ରଙ୍ଗ ଭିତରେ ଜ୍ୟୋତିକୁ ଅନୁଭବ କରାଯାଇପାରେ। ଗୋଲାପୀ ରଙ୍ଗର ବ୍ୟକ୍ତି କିପରି? ଏହି ରଙ୍ଗ ସୌମ୍ୟ ଏବଂ ସରଳ ସ୍ୱଭାବର ଦ୍ୟୋତକ ଅଟେ। ଏହି ରଙ୍ଗ ବାଳସୁଲଭ ଚପଳତା ଉତ୍ପନ୍ନ କରିଥାଏ ଏବଂ ଏହି ରଙ୍ଗର ଧ୍ୟାନ କରୁଥିବା ବ୍ୟକ୍ତି ଏହି ରଙ୍ଗର ବସ୍ତ୍ର ପରିଧାନ କରୁଥିବା ବ୍ୟକ୍ତି ବୃଦ୍ଧ ବୟସରେ ମଧ୍ୟ ନିଜକୁ କିଶୋର ବାଳକ ଭଳି ମନେ କରନ୍ତି। ନିଃସନ୍ତାନ ସ୍ତ୍ରୀ ଲୋକମାନେ ଏହି ରଙ୍ଗର ଧ୍ୟାନ କରି ସନ୍ତାନ ସମ୍ଭବ
ହୋଇପାରନ୍ତି। ଏହି ରଙ୍ଗର ଧ୍ୟାନ ମଧ୍ୟ ମନକୁ ଶାନ୍ତ କରେ ଏବଂ ଏହି ରଙ୍ଗ ସାମାନ୍ୟ ଉତ୍ତେଜକ ଏବଂ ଶୀତଳ ଅଟେ। ଗର୍ଭବତୀ ସ୍ତ୍ରୀମାନଙ୍କର ରୋଗରେ ଏହା ଯାଦୁବିଦ୍ୟା ଭଳି କାମ କରେ। ତ ଏହି ରଙ୍ଗର ପରିଧାନ କରୁଥିବା ବ୍ୟକ୍ତି ବିଶେଷ ଚାଲାକ ଅଟନ୍ତି ଏବଂ ଚତୁର ମଧ୍ୟ ଅଟନ୍ତି ଏବଂ ସ୍ୱଭାବ ଦୈଦିକ ଅଟେ। ବୃଦ୍ଧ ବୟସର ମଧ୍ୟ ନିଜକୁ କ'ଣ ମାନନ୍ତି, ମାନେ ଯୁବକ ବୋଲି ମାନନ୍ତି। ସେ ବହୁତ ଚାଲାକ ଏବଂ ଚତୁର ମଧ୍ୟ ଅଟନ୍ତି। ତ ଏହି ରଙ୍ଗର ପରିଧାନ କରୁଥିବା ବ୍ୟକ୍ତି ନୀଳ ରଙ୍ଗର ପୂର୍ଣ୍ଣ ଶାନ୍ତିର ସବୁଜ, ରାଜକୀୟ ଥାଟବାଟରେ ଲାଲ ରଙ୍ଗ ଶକ୍ତି ଏବଂ ସ୍ଫୂର୍ତ୍ତିର ତଥା ହଳଦିଆ ରଙ୍ଗ ସନ୍ତୁଷ୍ଟ ଭାବନାର ଦ୍ୟୋତିକ ହୁଅନ୍ତୁ। ଏହି ରଙ୍ଗକୁ ପରିଧାନ ସହିତ ଏସବୁ ରଙ୍ଗକୁ ପରିଧାନ କଲେ ଆପଣଙ୍କର ମଙ୍ଗଳ ହେବ।